ଯୋଉମାନେ ଉପସ୍ଥିତ ଅଛନ୍ତି ଆଜି ସକାଳେ ଗୁରୁ ମହାରାଜ ସୁନ୍ଦର ରୂପରେ କହୁଥିଲେ କି ବାହାର ଲୋକମାନେ ଯୋଉମାନେ ଭୌତିକବାଦୀ ଲୋକ ସେମାନଙ୍କ ପାଖରେ ବିଭିନ୍ନ ପ୍ରକାରର ଟପିକ ଅଛି ଡିସ୍କସନ କରିବା ପାଇଁ। କିନ୍ତୁ ଭକ୍ତ ମାନେ କଣ, ଭକ୍ତ ମାନଙ୍କ ପାଖରେ ବି ଭିନ୍ନ ଭିନ୍ନ ପ୍ରକାର ଟପିକ ଅଛି ଡିସ୍କସନ କରିବା ପାଇଁ। ଟ୍ରାନ୍ସେଣ୍ଡେଣ୍ଟାଲ ଟପିକ ମାନେ ଯାହା ମାଧ୍ୟମରେ ଜଣଙ୍କର ହୃଦୟ ଶୁଦ୍ଧ ହବ, ଜଣେ ଭଗବତ ପ୍ରାପ୍ତି କରିପାରିବ। ଭାଗବତମରେ ମଧ୍ୟ ବର୍ଣ୍ଣନା ଅଛନ୍ତି, ଶତାଂ ପ୍ରସଙ୍ଗାತ್ ମମ ବୀର ସମ୍ବିଦೋ ଭବନ୍ତି ହୃତ୍କର୍ଣ୍ଣ ରସାୟନ ତଥା ତଦୁଷ୍ଣ ଆଶୁ ଅପवर्ग वर्तमनि श्रद्धा रतिर भक्तिर अनुक्रमच्छति। तो ଏ ସଂସାରକୁ ପବର୍ଗ ବୋଲି କୁହାଯାଏ, କିନ୍ତୁ ସାଧୁ ମାନେ ଭକ୍ତ ମାନେ ଭଗବାନଙ୍କର ସେମାନେ ଅପବର୍ଗ ଅର୍ଥାତ ଭଗବତ ଧାମ ର କଥା ହୁଅନ୍ତି। ଶତାଂ ପ୍ରସଙ୍ଗାତ ଭକ୍ତ ମାନଙ୍କ ଗହଣରେ ଭଗବାନ କୃଷ୍ଣଙ୍କର ବେଢ୍ୟବତୀ ହରିକଥା ଶ୍ରବଣ କରିକି ତା ମାଧ୍ୟମରେ ନିଜର ହୃଦୟକୁ ଶୁଦ୍ଧ କରନ୍ତି। ଆଉ ଏ ବୀର୍ଯ୍ୟବତୀ ହରିକଥା ଯେତେବେଳେ କର୍ଣ୍ଣ ଗହର ମାଧ୍ୟମରେ ହୃଦୟରେ ପ୍ରବେଶ କରେ ତ ନିଶ୍ଚୟ ଭାବରେ ଏହା ସମସ୍ତ ବଦ୍ଧ ଜୀବଙ୍କ ହୃଦୟରେ ସକାରାତ୍ମକ ଏବଂ ଆଧ୍ୟାତ୍ମିକ ପରିବର୍ତ୍ତନ ଆଣିଦିଏ। ତେଣୁ ଗୁରୁ ମହାରାଜଙ୍କର ଏତେ ସୁନ୍ଦର ନିର୍ଦ୍ଦେଶକୁ ଆମେ ନିଶ୍ଚୟ ଭଗବାନଙ୍କର ନିକଟରେ, ପ୍ରଭୁପାଦଙ୍କ ନିକଟରେ ଆମେ କୃପା ଭିକ୍ଷା କରି ପାଳନ କରିବା ଦରକାର। ତେଣୁ ଗୁରୁ ମହାରାଜଙ୍କର ନିର୍ଦ୍ଦେଶକୁ ଆମେ କେମିତି ଧାରଣ କରିପାରିବା, ଯେତେବେଳେ କୌଣସି ଉନ୍ନତ ଭକ୍ତ ଆମକୁ କଣ କରନ୍ତି, ଆନୁଗତ୍ୟ ପ୍ରଦାନ କରନ୍ତି। ତେଣୁ ଆଜି ବହୁତ ସୁନ୍ଦର ଅବସର, ତ ପ୍ରଭୁଜୀ ଶ୍ରୀପାଦ ବିଲ୍ୱମଙ୍ଗଳ ଠାକୁର ପ୍ରଭୁଜୀଙ୍କର ଆନୁଗତ୍ୟରେ ଆମେ ସମସ୍ତେ ଅଛନ୍ତି। କିନ୍ତୁ ଯେ ପର୍ଯ୍ୟନ୍ତ ଆମେ ଆନୁଗତ୍ୟରେ ରହିକି ତାଙ୍କ କଥା ନ ଶୁଣିଛନ୍ତି, ସେ ପର୍ଯ୍ୟନ୍ତ ଆମେ ଯେତେ ପ୍ରବଚନ ଯୁଆଡେ ଶୁଣୁଥିଲେ ମଧ୍ୟ ତାହାକୁ ଆମେ ସୁନ୍ଦର ଭାବରେ ଅଙ୍ଗୀକାର କରିପାରିବା ନାହିଁ। ତ ଆମକୁ ଲାଗେ କି ୟୁଟ୍ୟୁବ ରେ ବହୁତ ଭିଡିଓ ଅଡିଓ ଅଛି କି ଆମେ କୋଉଠୁ ବି ଶୁଣିପାରିବା, କିନ୍ତୁ ବାସ୍ତବ ପରିବର୍ତ୍ତନ ସେତେବେଳେ ହୁଏ ଯେତେବେଳେ ଆମେ ଆମ କାଉନସିଲରଙ୍କ କଥା ଶୁଣନ୍ତି, ତାଙ୍କଠୁ ଶୁଣନ୍ତୁ। ସେ ବରଂ ଖାଲି ହରେ କୃଷ୍ଣ ବି କୁହନ୍ତୁ, ସେ ଯେମିତି ବି କୁହନ୍ତୁ, ହେଲା ସେ ଶୁଣିଲେ ହିଁ ଆମେ ହୃଦୟରେ ପରିବର୍ତ୍ତନ ଆସିବ। ତ ଗୁରୁ ମହାରାଜ କୁହନ୍ତି କି ଆମେ ସମ୍ପର୍କ ଏପର୍ଯ୍ୟନ୍ତ ସ୍ଥାପନ କରିନେ ଭଗବାନଙ୍କ ସାଙ୍ଗରେ, କିନ୍ତୁ ଭଗବାନଙ୍କ ସହିତ ସମ୍ପର୍କ ସେତେବେଳେ ସ୍ଥାପନ ହେଇପାରିବ ଯେତେବେଳେ ଆମର ସମ୍ପର୍କ ଆମର କାଉନସିଲରଙ୍କ ସାଙ୍ଗରେ ନିବିଡ ହେଇକି ଥିବ। ଆମେ କଥା ଶୁଣୁଥିବା, କଥା ମାନୁଥିବା, ଆଉ କଥାକୁ ବ୍ୟବହାରିକ ଢଙ୍ଗରେ ଭକ୍ତି ଜୀବନରେ ପ୍ରୟୋଗ କରୁଥିବା। ତେଣୁ ଆସନ୍ତୁ ଆମେ ସମସ୍ତେ ପ୍ରଭୁଜୀଙ୍କର ଉପସ୍ଥିତିକୁ, ଯାହା ଆମ ସମସ୍ତଙ୍କ ପାଇଁ କାମ୍ୟ ଥିଲା, ତ ପ୍ରଭୁଜୀଙ୍କର ଉପସ୍ଥିତିକୁ ଆମେ ସମ୍ମାନ ପ୍ରଦାନ କରିବା। ଆଉ ସମ୍ମାନର ଅର୍ଥ ଆମେ ପ୍ରଭୁଜୀଙ୍କ ଠାରୁ ଶୁଣିବା, ହେଲା। ଆଉ କେବେ ବି ଭାବିବାର ନାହିଁ କି ପ୍ରଭୁଜୀ କିଛି ପୁରୁଣା କଥା କହୁଛନ୍ତି, ନୂଆ କଥା କହୁଛନ୍ତି। ଗୁରୁ ମହାରାଜଙ୍କ ତ ଶୁଣିବା, ତ ନିଶ୍ଚୟ ଭାବରେ ଆମେ ଗୁରୁଦେବଙ୍କ ଠାରୁ ଶ୍ରବଣ କରିବା, ପ୍ରଭୁପାଦଙ୍କ ଠାରୁ ଶ୍ରବଣ କରିବା। କିନ୍ତୁ ଆମେ ଯୋଉ ସାଧୁ ସଙ୍ଗର ରହୁଛେ, ସାଧୁ ସଙ୍ଗରେ ହିଁ ଆମକୁ ଶ୍ରବଣ କରିବାର ଅଛି। ଆଉ ଆମ ସାଧୁ ସଙ୍ଗରେ ପ୍ରଭୁଜୀ ଯେହେତୁ ସବୁଠୁ ବରିଷ୍ଠ ଅଛନ୍ତି, ତ ପ୍ରଭୁଜୀଙ୍କୁ ଶୁଣିବା ଆମ ସମସ୍ତଙ୍କ ପାଇଁ ନିଶ୍ଚୟ ଏକ ପରିବର୍ତ୍ତନ ଆଣିବ। ଆଉ ପ୍ରଭୁଜୀ ଆମ ଉପରେ କୃପା ଭିକ୍ଷା କୃପା ପ୍ରଦାନ କରନ୍ତୁ, ତାକି ଆମେ ସମସ୍ତେ ପ୍ରଭୁଜୀଙ୍କ ହରେ ବାଣୀରେ କୃଷ୍ଣ ନିଜକୁ ପ୍ଲାବନ କରିବା। ହରେ କୃଷ୍ଣ। ଶ୍ରୀଲ ପ୍ରଭୁପାଦ। ପ୍ରଭୁଜୀ। ହରେ କୃଷ୍ଣ। ବହୁତ ବହୁତ ଧନ୍ୟବାଦ। ବହୁତ କିଛି କ୍ଲାରିଫିକେସନ ହେଇଗଲାଣି। ବୁଝିଲାକୁ ଏପଟେ କିଛି ବ୍ୟବସ୍ଥା ପ୍ରିପାରେସନ ଏତେ ଠିକରେ ହେଇନାହିଁ। ବ୍ୟସ୍ତ ବହୁତ ମୁଁ ରହୁଛି, 11:30 ବହୁତ ସମୟ ଯାଉଛି। ଫିର ବି ଚେଷ୍ଟା କରିବା କିଛି ମାତ୍ରାରେ ଭଗବାନ କୃଷ୍ଣଙ୍କର ଗୁଣଗାନ। ମୋ ଭଏସ ଆସୁଛି ତ? ସବୁ ମତେ ପୁରା ମୁଁ ଆଉ କ୍ଲିୟର ଅଛି। ଆଜ୍ଞା। ଲାଉଡ କହିପାରିବିନି, ହେଲା। ତ ଭଗବାନ କୃଷ୍ଣଙ୍କର କିଛି ଗୁଣଗାନ କରିପାରିବା। ତ ଆମେ ଆଗରୁ ଯୋଉଟା କଥା ହେଇଥିଲେ ସିରିଜ, ଗୋଟେ ସିରିଜ କୃଷ୍ଣ ଲୀଳାର ଡିସ୍କସନ ହବ, ତାପରେ ଚର୍ଚ୍ଚା କ୍ଲାସ ସେମିନାର ଭଳିଆ ହବ ବୋଲି। ତ କଥା ହଉଛି ସିରିଜ ଟୁ ମାନେ କୋଉମାନେ ଶୁଣନ୍ତି, ସିରିଜ ଲେକ୍ଚର କିମ୍ବା ସିରିଜ ହେଲେ ସେ ଭକ୍ତ ମାନଙ୍କୁ ସିରିଜ ରୁ ସିରିୟସ୍ ହବାକୁ ପଡିବ। ସିରିୟସ୍ ଡିଭୋଟି ମାନେ ସିରିୟସ୍ ସିନସିୟର ହେବେ, ତାଙ୍କ ପାଇଁ ସିରିଜ ଲୀଳା କିମ୍ବା ସିରିଜ ଲେକ୍ଚର ହେଲେ ବେଶୀ ତାଙ୍କୁ ସେଟା ଭଲ ଲାଗିବ, ସୁନ୍ଦର ଲାଗିବ। ତ ମୁଁ ବେଶୀ ସମୟ ନେଉନାହିଁ, ମୁଁ ସର୍ଟଲି ସାରି ଦେଇକି ମୁଁ ଟିକେ ଦୂର ଜାଗାରେ ଅଛି, ମନ୍ଦିରକୁ ବ୍ୟାକ୍ କରିବି। ମୁଁ ସର୍ଟଲି ଟିକେ ଗୁରୁ ବନ୍ଦନା କରିକି ଆମେ ଆଜିର କଥାକୁ ଷ୍ଟାର୍ଟ କରିବା। ଓମ୍ ଅଜ୍ଞାନତିମିରନ୍ଧସ୍ୟ
ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। जय श्री कृष्ण चैतन्य प्रभु नित्यानंद, श्री अद्वैत गदाधर शिवासादि गौर भक्तवृंद। हरे कृष्ण 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 हरे हरे, हरे राम 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 हरे हरे। नमो विष्णुपदाय कृष्ण पृष्ठाय भूतले श्रीमते भक्ति वेदांत स्वामी के नामिने नमस्ते सारस्वते गौरवाणी प्रचारिणे निर्विशेष शून्यवादी पाश्चात्य देशतारिणे जगत गुरु श्री प्रभुपाद की जय, श्री गुरुदेव की जय, समवेत गौर भक्त वृंद की जय, निताय गौर प्रमानंदे हरि हरि। ओम नमो भगवते वासुदेवाय, ओम नमो भगवते वासुदेवाय, ओम नमो भगवते वासुदेवाय। तो भगवान कृष्णଙ୍କର ଏ ଯୋଉ ଜନ୍ମାଷ୍ଟମୀ ପୂର୍ବରୁ ପ୍ରାୟ ପ୍ରତ୍ୟେକ ବର୍ଷ ଆମେ ଏଭଳି ଭାବରେ କିଛି ନା କିଛି କ୍ଲାସ ମାଧ୍ୟମରେ ଆମେ ଭଗବାନ କୃଷ୍ଣଙ୍କ ଜନ୍ମ ସମ୍ବନ୍ଧୀୟ ତାଙ୍କର ଲୀଳା ପ୍ରାୟ ଶ୍ରବଣ କରୁଛୁ, ଶ୍ରବଣ ବି କରୁଛେ ଆମେ ସମସ୍ତେ। କାହିଁ ଭଗବାନଙ୍କର ଏଟାକୁ ମନେ ପକାଇବା ପାଇଁ ତାଙ୍କର ଜନ୍ମ ଜନ୍ମ ତ ଆବିର୍ଭାବ ଯୋଉଟାକୁ ଆମେ କହୁଛେ appearance of Lord Krishna। ଲାଷ୍ଟ ଇୟର ବି ମୋର ମନେ ଅଛି ଗୁରୁ ମହାରାଜ କହୁଥିଲେ କେତେ ଇୟର ଅଫ appearance, 5051 या 52 କଣ ये रिमाइंड କରି ଦେଖିବ ପରେ ମୋ ଧ୍ୟାନ ପଶୁ ନାହିଁ। ତ ଏଇଥର ସିରିଜରେ ଆମେ ତ ଆଜି କିଛି ଚର୍ଚ୍ଚା କରିବା କୃଷ୍ଣଙ୍କର appearance ଉପରେ, ତାପରେ ଟିକେ ତାକୁ ଆମେ ଏଥର କିଛି ଟିକେ ଅଲଗା ମୋଡରେ ତାକୁ ଡିସ୍କସ କରିବା ବୋଲି ମୁଁ ପ୍ଲାନିଂ କରୁଛି। 5252 ବୋଲିକି ଆମ ମଥୁରା ଦିଶ କମେଣ୍ଟ ଚାଟ ବକ୍ସରେ 5000 252 years ଯାହା ବି ହଉ anyhow। ତ ତ ପ୍ରଥମେ ଆମେ ଦେଖିବା, ଆପଣ ସମସ୍ତେ ଜାଣିଥିବେ ଯେ ଭଗବାନ କୃଷ୍ଣଙ୍କର ଅନେକ ପ୍ରକାର ଲୀଳା ଅଛି, ବିଭିନ୍ନ ପ୍ରକାରର ତାଙ୍କର ଲୀଳା ବାଲ୍ୟଠୁ ନେଇକରି ଅନ୍ତ ପର୍ଯ୍ୟନ୍ତ ଶେଷ ପର୍ଯ୍ୟନ୍ତ ଭଗବାନ କୃଷ୍ଣଙ୍କର ଯୋଉ ଲୀଳା ରହିଛି ବିଭିନ୍ନ ପ୍ରକାର ବିଭିନ୍ନ ପରିପାଟିରେ ବିଭିନ୍ନ ସମ୍ବନ୍ଧିତ ତାଙ୍କର ଲୀଳାକୁ ନେଇକରି ତାଙ୍କର ନାମକରଣ ବି ହେଇଛି, ଏଇଟା ବି ଗୋଟେ କଥା ରହିଛି। ହଁ, କୃଷ୍ଣଙ୍କର ଗିରିଧାରୀ ଗିରିବରଧାରୀ, ଗିରିରାଜକୁ ଉଠେଇଥିଲେ ଗିରିବର ଧାରୀ ହେଇଛି। ବହୁତ ବିଭିନ୍ନ ନାମ ତ ଅଛି, ଆଉ ମୁକୁନ୍ଦ ନାମ ପଡିଛି, ରଣଛୋର ପଡିଛି, ରଣଛୋର ରଣକ୍ଷେତ୍ରକୁ ତ୍ୟାଗ କରି ପଳେଇଲେ ରଣଛୋର ରାୟ, ଗୋପୀଜନ ବଲ୍ଲଭ ପଡିଛି, ଗୋପୀ ମାନଙ୍କର ସ୍ୱାମୀ ରୂପରେ ଆସିଲେ। ତ ଏମିତି ବିଭିନ୍ନ ଲୀଳା ରହିଛି ଭଗବାନଙ୍କର, କିନ୍ତୁ ସବୁଠୁ ଅତି ମନୋହର ଆଉ ଅତି ଯୋଉଟାକି ତମ ନିଜର ହୃଦୟକୁ ଛୁଇଁଲା ଭଳିଆ ମାଧୁର୍ଯ୍ୟଗତ ଲୀଳା ଅଛି, ତା ଭିତରେ ଆମେ ପ୍ରବେଶ କରିପାରିବାନି। ଭଗବାନଙ୍କର ଯୋଉ ବାଲ୍ୟ ଲୀଳା, ଆଉ ଭଗବାନଙ୍କର ଯୋଉ ଏଇ ଯୋଉ ତାଙ୍କର ଯୋଉ ବିଶେଷ କୃପା ରହିଛି ଭକ୍ତ ମାନଙ୍କ ପ୍ରତି, ଯୋଉ ମାନବ ରୂପ ଧରିକି ଆସିଛନ୍ତି, ଦ୍ୱିଭୁଜ ରୂପୀ ଏଇ ଯୋଉ ଭୂମ ବୃନ୍ଦାବନ ଯୋଉଟା ଆମେ ଦେଖୁଛେ ଏବେ ବର୍ତ୍ତମାନ ବି ଆମର ଉତ୍ତରପ୍ରଦେଶ ଦିଲ୍ଲୀ ପାଖରେ ଏଇ ଯୋଉ ବୃନ୍ଦାବନ, ମଥୁରା ବୃନ୍ଦାବନ, ତ ଏଇ ଯୋଉ ବିଶେଷ ଭାବରେ ଯୋଉ ଏଇ ଲୀଳାଟା ଯୋଉ ଭଗବାନଙ୍କର ଯୋଉ ହ୍ୟୁମାନ ବିଙ୍ଗ ବୋଲି ଲେଖିଛନ୍ତି ଇଂଲିଶରେ ପ୍ରଭୁପାଦ, ଆମର ଯୋଉ ମାନବୀୟ ଲୀଳା, ଏଇଟା ହଉଛି ସବୁଠୁ ବହୁତ ମନୋହର, ବହୁତ ଆକର୍ଷଣୀୟ। ଏ ସ୍ୱୟଂ ଭଗବାନ କୃଷ୍ଣ ଶତ ଲକ୍ଷ୍ମୀ ଶତ ସମ୍ଭ୍ରମ ଲକ୍ଷ୍ମୀ ସେବ୍ୟମାନ, ସହସ୍ର ସହସ୍ର ଲକ୍ଷ୍ମୀ ମାନେ ଯାହାଙ୍କୁ ସେବା କରନ୍ତି, କିନ୍ତୁ ସିଏ କେବଳ ଭକ୍ତ ମାନଙ୍କୁ ଆନନ୍ଦ ପ୍ରଦାନ କରିବା ପାଇଁ, ଭକ୍ତ ମାନଙ୍କର ନିମିତ୍ତ ଭକ୍ତଙ୍କର ଭକ୍ତିରେ ସେ ବନ୍ଧନ ହେଇ ନିମିତ୍ତ ସାଜି ସେଇ ଯୋଉ ମାନବୀୟ ଲୀଳା କରନ୍ତି, ସେଇଟା ହଉଛି ସବୁଠୁ ଆକର୍ଷଣୀୟ। ଆଉ ସ୍ପେସିଆଲି ଏଇ ବୃନ୍ଦାବନର ତାଙ୍କର ଲୀଳା ଏଜ ଏ କାଉ ହାର୍ଡ ବୟ, ଗୋପ ବାଳକ ଭଳି ଲୀଳା କରିବା, ମୟୂର ପୁଚ୍ଛ ଲଗେଇବା, ଲାଠି ଧରିବା, ଆଉ ଗୋଚାରଣ କରିଯିବା, ଆଉ ତାଙ୍କର ଗୋପ ସଖା ସାଙ୍ଗ ମାନଙ୍କ ସାଙ୍ଗରେ ମିଶିକି ପୁଲିନ ଭୋଜନ ଇତ୍ୟାଦି କରିବା, ଏଇ ଲୀଳା ଭଗବାନଙ୍କର ବିଶେଷ ବିଶେଷ ଆକର୍ଷଣୀୟ ବୃନ୍ଦାବନ ଲୀଳା।
ତ ଆମେ ଥରେ ପୂର୍ବରୁ ମୋର ମନେ ନାହିଁ ମୁଁ ଚର୍ଚ୍ଚା କରିଥିଲି ଲାଗୁଛି ଏମିତି 5 ପ୍ରକାରର ବୃନ୍ଦାବନ କଥା ମୁଁ କହୁଥିଲି ସେଥର। ହଁ ବୋଧେ ଲାଗୁଛି ଆଉ ଗୋଟେ ଅନ୍ୟ ସେସନରେ ଯୋଉଟା କି ଆମେ କହୁଥିଲେ ଗୋଟେ ହଉଛି ଗୋଲୋକ ବୃନ୍ଦାବନ। ଯୋଉ ବୃନ୍ଦାବନରେ ଭଗବାନ ନିତ୍ୟ ନୈମିତ୍ତିକ ସଦା ସର୍ବଦା ନବ ଈଶ୍ୱର ଭାବରେ ଯୋଉ ଗୋଲୋକ ଯାହାକୁ ଆମେ ପ୍ରାପ୍ତି କରିବା ପାଇଁ ଏ ଭକ୍ତି ମାର୍ଗକୁ ଆମେ ଅଙ୍ଗୀକାର କରିଛି। ଗୋଲୋକ ଆମର ଲକ୍ଷ୍ୟସ୍ଥଳ ହଉଛି ଗୋଲୋକ ବୃନ୍ଦାବନ। ଆମେ ଗୋଲୋକ ବୃନ୍ଦାବନକୁ ଫେରିଯିବା, ସେଠି ଭଗବାନଙ୍କ ସହ ନିରନ୍ତର ଭାବରେ ଆମେ ସେବାରେ ଯୁକ୍ତ ହବା। ଯାହାର ଯୋଉ ପ୍ରକାରର ରସର ଆସ୍ୱାଦନ କରି ଆମେ ଭଗବାନଙ୍କ ସେବାରେ ନିୟୋଜିତ ହବା, ସେଠି ହଉଛି ଗୋଲୋକ ବୃନ୍ଦାବନ। ତାପରେ ଅଛି ଭୌମ ବୃନ୍ଦାବନ। ଭୌମ ବୃନ୍ଦାବନ ଟା ହଉଛି ସେଟା ଟିକେ କନଫ୍ୟୁଜନ ଥିଲା ଲାଷ୍ଟ ଟାଇମରେ। ଯୋଉ ସମୟରେ ଭଗବାନ କୃଷ୍ଣ ଏଠି ଲୀଳା କରୁଥିଲେ, ମାନେ ଯୋଉଟା କି ଆମେ ଏବେ କରୁଛେ 5000 ସମଥିଙ୍ଗ ଇୟର ବିଫୋର, ଭଗବାନ କୃଷ୍ଣ ଯୋଉ ସ୍ୱଧାମରୁ ତାଙ୍କର ଯୋଉ ଗୋଲୋକ ବୃନ୍ଦାବନ ଧାମରୁ ଯେତେବେଳେ ଭୂମ ବୃନ୍ଦାବନକୁ ଆସିଥିଲେ ଆଉ ସେ ନିଜେ ପ୍ରେଜେଣ୍ଟ ଥିଲେ। ତାଙ୍କର କେତେ 121 କି 125 ଇୟର ଥିଲେ ଲର୍ଡ କୃଷ୍ଣ ଇନ ଦିସ୍ ମ୍ୟାଟେରିଆଲ ୱାର୍ଲଡ। ଆଉ ତାଙ୍କର ସେ ବୃନ୍ଦାବନରେ ଆଉ ଭଗବାନ ଲୀଳା କରୁଥିବା ସମୟରେ ତାଙ୍କର ଯୋଉ ପ୍ରେଜେନ୍ସ ଥିଲା, ସେଇ ସମୟଟାକୁ ଆମେ ଭୌମ ବୃନ୍ଦାବନ ବୋଲି କହୁଛୁ, ଭୌମ ବୃନ୍ଦାବନ। ଆଉ ବର୍ତ୍ତମାନ ବି ସେଇ ବୃନ୍ଦାବନ ଅଛି, କିନ୍ତୁ ବର୍ତ୍ତମାନ ସେଠି ଆଉ ଭଗବାନ କୃଷ୍ଣ ତାଙ୍କର ଫିଜିକାଲ ଏପିୟରାନ୍ସ ଆଉ ସେମିତି ଲୀଳା ଆରେ ଆଉ ସହଯୋଗ କରୁନାହାନ୍ତି। ତାକୁ କୁହାଯାଉଛି ଦୃଷ୍ଟିମୟ, ଦୃଶ୍ୟମାନ। ତ ଏବେ ଯୋଉଟା ଆମେ ତମେ ଦୃଷ୍ଟିରେ ଦେଖୁଛେ, ତାମାନେ ଆମର ଚକ୍ଷୁରେ ଯୋଉ ବୃନ୍ଦାବନକୁ ଦେଖୁଛେ, ଆଉ ସେଇଭଳିଆ ଯଦି ପ୍ରେମୀ ଭକ୍ତ ଯିଏ ହେଇଥିବେ, ସେ ତ ଏଇ ସମୟରେ ବି ଭଗବାନ କୃଷ୍ଣଙ୍କର ଲୀଳାକୁ ଜାଣି ପାରୁଥିବେ, ଦେଖି ପାରୁଥିବେ, ତାଙ୍କୁ ସେ ଦୃଶ୍ୟ ହଉଥିବ। ରାଧାକୃଷ୍ଣ ଲୀଳା, ଗୋପବଲ୍ଲଭ ଲୀଳା, ସଖା ହଉ କିମ୍ବା ଯଶୋଦା ମାଙ୍କ ସାଙ୍ଗର ଲୀଳା ହଉ, ଏମିତି ବୃନ୍ଦାବନ ପ୍ରଭୁପାଦ ଜୀ ମହାରାଜ ଅନୁଭବ କରୁଥିଲେ, ଦେଖୁଥିଲେ ରାମମଣ୍ଡ ରାତିରେ ମନ୍ଦିର କରିଛନ୍ତି, କୃଷ୍ଣ ବଳରାମ ମନ୍ଦିର ବୃନ୍ଦାବନରେ ପ୍ରଭୁପାଦ ଜୀ। ତ ସେ ହଉଛି ବର୍ତ୍ତମାନ ଯୋଉ ବୃନ୍ଦାବନ ଦୃଶ୍ୟମାନ ଯୋଉଟା ହଉଛି ଆମକୁ ଏବେ ଆମର ଜଡ ଚକ୍ଷୁରେ, ଜଳଚକ୍ଷୁରେ ଦୃଷ୍ଟି ଦୃଶ୍ୟମାନ ହେବା, ଆଉ ଯୋଉମାନେ ସୁତ ଭକ୍ତ, ତାଙ୍କର ଅତି ଘନିଷ୍ଠ ଭକ୍ତିର ପରାକାଷ୍ଠରେ ବୃନ୍ଦାବନକୁ ଦୃଶ୍ୟ ମାନବା ଭିତରେ ଫରକ ରହିଛି। ଆଉ ଯୋଉ ସମୟରେ ଭଗବାନ କୃଷ୍ଣ ସ୍ୱୟଂ ବିରାଜମାନ କରୁଥିଲେ, କଣ ଏବେ ଆମେ ଯୋଉ ଦେଖୁଛେ ବୃନ୍ଦାବନ, ତାକୁ ଆମେ ଶୁଣୁଛେ, ହଁ କାଳିଆ ଦଳନ ଏଟେ କାଳିଆ ହ୍ରଦ ଥିଲା, ଏଇ ଯୋଉ ଗଛ ଆମେ ଦେଖିଥିଲେ ବି ଯାଇଥିଲେ, ଏଇ ଗଛରୁ ଭଗବାନ କୃଷ୍ଣ ଲମ୍ଫ ପ୍ରଦାନ କରି କାଳିଆର ହୁଡ୍ ଉପରେ ଡ୍ୟାନ୍ସ କରିଥିଲେ। ଯମୁନା ମା ଏତେ ପାଖରେ ଥିଲା, ଯମୁନା ମା ଏବେ ଏତେ ଦୂରକୁ ପଳେଇ ଯାଇଛି। ଏଇ ବୃକ୍ଷରେ ବସ୍ତ୍ର ଲୀଳା ହେଇଥିଲା। ଏଟାକୁ ଆମେ ବର୍ତ୍ତମାନ ଦୃଷ୍ଟିରେ ଦେଖୁଛେ, ଦୃଶ୍ୟମାନ ହଉଛି। କିନ୍ତୁ ସେଇ ସମୟରେ ଯୋଉଟା ଭୌମ ବୃନ୍ଦାବନ, ସେଇ ସମୟରେ ସେଇ ସମାନ ପ୍ଲେସ, ଏମିତି କନସେପ୍ଟ ଅଛି, ଭୌମ ବୃନ୍ଦାବନ ଅଦୃଶ୍ୟମାନ ବୃନ୍ଦାବନ। ଆଉ ଗୋଟେ ଅଛି ହୃଦୟରେ ବୃନ୍ଦାବନ, ଯେମିତି ଗୁରୁ ମହାରାଜ କୁହନ୍ତି ମୋର ମନ ବୃନ୍ଦାବନ। ଏଇଟା ବି ବହୁତ ମାନେ ହାଇଲି ଏଲିଭେଟେଡ ଯୋଉମାନେ ଡିଭୋସନାଲ ସର୍ଭିସରେ ଅଛନ୍ତି, ଭକ୍ତି ମାର୍ଗରେ, ସେମାନେ ନିଜ ମନ ଅନ୍ତକରଣକୁ ବୃନ୍ଦାବନ ସ୍ଥାନ ବନେଇବା ଦରକାର। ନାଇଁକି ଯେ ଖାଲି ବୃନ୍ଦାବନ ଗଲେ, ଜଗନ୍ନାଥ ପୁରୀ ମଥୁରା ଇତ୍ୟାଦି ସ୍ଥାନକୁ ଗଲେ ଯେ ସେ ଜାଗାକୁର ତ ରହିଛି, ତାର ବୈଶିଷ୍ଟ୍ୟତା ରହିଛି, କିନ୍ତୁ ଭକ୍ତ ଯେ ସदैବ ଭଗବାନ କୃଷ୍ଣଙ୍କୁ ଚିନ୍ତନ ସ୍ମରଣ କରୁଛି, ତାଙ୍କ ଲୀଳାରେ ଯେ ସମସ୍ତ ସବୁବେଳେ ଯେ ମଜିକି ରହୁଛି, ତାର ମନ ତା ହୃଦୟ ପଟକୁ ସେ ବୃନ୍ଦାବନ କରିବା ଦରକାର। ଯେମିତିକି ତାର ମାନସ ପଟରେ ସବୁବେଳେ ଭଗବାନ କୃଷ୍ଣଙ୍କର ଲୀଳା ଇତ୍ୟାଦି ପରିସ୍ପୃଷ୍ଟ ହଉଥିବ। ଏଇଟା ହଉଛି ହୃଦୟରେ ବୃନ୍ଦାବନ, ହୃଦୟେଶୀ ବୃନ୍ଦାବନ। ଅନ୍ତକରଣରେ ଆମର ହୃଦୟ ଦେଶରେ ମନ ବୃନ୍ଦାବନ, ଗୁରୁ ମହାରାଜ କୁହନ୍ତି। My mind is in ବୃନ୍ଦାବନ। ଚେତନାରେ ସେ ତାର ବୃନ୍ଦାବନର ଲୀଳା ସମ୍ବନ୍ଧୀୟ ଲୀଳା ପରିପାଟି ଭଗବାନଙ୍କୁ ସେ ତାର ହୃଦୟରେ ଧାରଣ କରୁଛି। କିଏ? ଭକ୍ତ ହିଁ କରିଛି ଏ ସବୁ କାର୍ଯ୍ୟ। ଆଉ ଗୋଟେ ରହିଛି ଗୁପ୍ତ ବୃନ୍ଦାବନ। ଯୋଉଟା କି ମୁଁ ଦେଖୁଥିଲି, ଗୁପ୍ତ ବୃନ୍ଦାବନ ଟା କୁହାଯାଇଛି ଯେ ସେଇ ଭକ୍ତ ହିଁ ଯଦି ତାର କିଛି ରେପ୍ଲିକା ବୃନ୍ଦାବନର କିଛି ଗୋଟେ କପି ଆଉ ଗୋଟେ ଜାଗାରେ ତାକୁ ଯଦି ଆଷ୍ଟାବ୍ଲିଶ କରିବ, ମାନିଫେଷ୍ଟ କରିବ, ସେଟା ବି ଗୁପ୍ତ ବୃନ୍ଦାବନ ଭଳିଆ ଦୃଶ୍ୟମାନ। ସେମିତି ମୁଁ କହୁଥିଲି, ଏଇ ଯୋଉ ବୃନ୍ଦାବନରେ ଯୋଉ ଭଗବାନ କୃଷ୍ଣ ଯୋଉ ଲୀଳା କରିଛନ୍ତି, ତ ତାଙ୍କର ଅନେକ ଲୀଳା ମଧ୍ୟରୁ ବ୍ରଜଧାମ, ବ୍ରଜ ଲୀଳା,
ଗୋପ ବାଳକ ମାନଙ୍କ ସାଙ୍ଗରେ, ଯଶୋଦା ମାଙ୍କ ସାଙ୍ଗରେ, ଏଇଟା ହଉଛି ବହୁତ ମାନବୀୟ ଲୀଳା ବୋଲି କୁହାଯାଇଛି। ଏଇଟା ହଉଛି ବହୁତ ମନୋହର, ବହୁତ ଆଟ୍ରାକ୍ଟିଭ, ଆମକୁ ଏଇଟା ବହୁତ ପସନ୍ଦ। ଭକ୍ତ ମାନଙ୍କର ବି ଇଏ ତାଙ୍କର ମନ, ତାଙ୍କର ଜୀବନର ପ୍ରାଣ ଭଗବାନ କୃଷ୍ଣଙ୍କର ଲୀଳା। ଆଉ ଆମେ ପ୍ରତ୍ୟେକ ବର୍ଷ ପ୍ରତ୍ୟେକ ସମୟରେ ତ ଆମେ ଏଇଟା ସବୁବେଳେ ଚର୍ଚ୍ଚା କରେ କୃଷ୍ଣଙ୍କ ଲୀଳା ସମ୍ବନ୍ଧୀୟ କଥା, କିମ୍ବା କୃଷ୍ଣଙ୍କର ଜନ୍ମାଷ୍ଟମୀ, ଜନ୍ମ ଉତ୍ସବ କଥା ଆସିଲା ମାନେ ଆମେ ଭଗବତ ଗୀତାର କୋଉ ଶ୍ଲୋକକୁ ଆମେ ମନେ ପକାନ୍ତି? କିଏ ମନେ ରଖିକି କହିପାରିବେ? ଭଗବତ ଗୀତାର ବହୁତ ଫେମସ ଶ୍ଲୋକ ଅଛି, 4.9, ଚତୁର୍ଥ ଅଧ୍ୟାୟ ନବମ ନମ୍ବର ଶ୍ଲୋକକୁ ଆମେ ସମସ୍ତେ ହିଁ ମନେ ପକାଏ, ଯୋଉଟା କି କହୁଛନ୍ତି ଜନ୍ମ କର୍ମ ଚମେ ଦିବ୍ୟମ୍ एवं वे वेति तत्त्वतः तुक्ता देहम पुनर्जन्म नैति माम इति सो अर्जुन। हाँ, तथा भगवान कृष्ण कहते मोर जन्म कर्म को जी जानी जीव बुझी, जन्म कर्म चमे दिव्य ट्रांसडेंटल, माय वर्क, माय जन्म एंड माय कर्म, माय एक्टिविटीज, मोर लीला बियॉन्ड दिस थ्री मोड्स ऑफ मैटेरियल नेचर। तीन गुणरू कौन? तीन गुणातीत, गुणर बाहर, गुणर से कौन सी इन्फ्लुएंस नहीं, गुणातीत जोटा आम कहे। तो तांकर जदिव श्लोक जन्म रही, जन्म कर्म आ कर्म एक्टिविटीज, एक्टिविटीज भी भगवान कृष्ण बहुत जानी लीला लीला कर भगवान बहुत विस्मयजनक लीला। जन्म कर्म च में दिव्यम एवं ए वेति तत्वतः, जो व्यक्ति एटा तत्व भाव जाने, तुक्ता देहम पुनर्जन्म नैति माम इति स अर्जुन। तो जो व्यक्ति कि जो भक्त, जो प्रेमी भक्त मोर दिव्य एफियरेंस, आविर्भाव और माय एक्टिविटीज, मोर कर्म इत्यादि को ठीक ठीक भाव जाने तत्वतः, से तार मृत्यु समय शरीर को त्याग करे, तप्ता देहम पुनर्जन्म नैति माम इति स अर्जुन, तार पुनर्जन्म ताको ये मर्तलोकरे हुए ना। कहीं हुए ना कहि केमती हुए ना, से स्वधाम को फेरी जाए, भगवत धाम को फेरी जाए। आ एटा ही होची प्रत्येक वर्ष रो हम पई होची एटा मेडिटेशन रो विषय, जे भगवान को जन्म अपीयरेंस केमितिया आ अमर केमितिया मर्त्य लोक रे। भगवान गोलोक वृंदावन रो भम वृंदावन को आसी जी लीला आरंभ भी कही मानव लीला कर मनुष्य रूप आस आंबलिया दीटा आखि नाक कान हाथ गोड़ एज लाइक एज ह्यूमन बीइंग, बट केमिति तांकर से जो जन्म इज ट्रांसजेंडर। एबे भी मु पढुतले चैतन्य चरितामृत रे भी अछि, निमाई गौर पूर्णिमा रे आमे जो चैतन्य महाप्रभु को अपीयरेंस करूछि, मनौछि, सेम नो डिफरेंस। जेमिति भगवान कृष्ण आविर्भूत होते सर्टली कहि आज केवल इंट्रोडक्शन ही हम, आगु ट्रेलर चलले पुणी आगु फिल्म चलो, फिल्म में भल प्रिपेयर है ड्रामा स्टेज रे प्रिपरेशन पुणी शो करा आज ट्रेलर चलो। तो जो निमाई भी चैतन्य महाप्रभु नो डिफरेंस, भगवान कृष्ण जमी आविर्भूत होते अपीयरेंस एज 8 अष्टम गर्भर देवकर आसी आउ ये जो महाप्रभु निमाई चैतन्य महाप्रभु जे कि 500 केते केते 500 समथिंग ईयर बिफोर नवदीप मायापुर रे आविर्भूत होते, शॉर्टली मु कहि दे सेम जिंस नो प्रॉब्लम डिफिकल्टी। तो मु जस्ट रिसेंटली भी स्टडी पढुतली देखुतली महाप्रभु केमि आविर्भूत होते, संध्या समय रे समस्ते जो फुल मून ये समस्ते भगवान कृष्ण का नाम उच्चारण करुछंती, पाषांडी माने जो मुस्लिम भाई माने भी गंगा नदी कूल आ भगवान आ निमाई समय आविर्भूत होती सची मान गर्भर। तो आमर चैतन्य महाप्रभु आविर्भूत हैला परे आमर ना केमती निमाई पड़े, एक्चुअली मु आगु भावुली ना निमाई किए देछि बोली, मु भावुली सची माता देछंती ना निमाई बोली। एबे देखला बेलू मु जानुची जे आमर जो अछंती अद्वैत आचार्य, जय श्री कृष्ण चैतन्य प्रभु नित्यानंद, अद्वैत गदाधर शिवासादि
ଶ୍ରୀ ଗୌର ଭକ୍ତବୃନ୍ଦ ଏ ଯୋଉ ଅଦ୍ୱୈତ ଆଚାର୍ଯ୍ୟ ରହିଛନ୍ତି, ଯାହାଙ୍କ ଘର ଥିଲା ଶାନ୍ତିପୁରରେ ଆଉ ତାଙ୍କ ଧର୍ମପତ୍ନୀ ତାଙ୍କ ମାତାଜୀଙ୍କ ନାମ ହଉଛି ସୀତା ଦେବୀ। ଯେତେବେଳେ ମହାପ୍ରଭୁ ଆବିର୍ଭୂତ ଥିଲେ ଗଙ୍ଗା ନଦୀ କୂଳରେ, ଗଙ୍ଗା ନଦୀ ତୀରରେ, ତ ସେ ସମୟରେ ବହୁତ ଜଗନ୍ନାଥ ମିଶ୍ର ଆଉ ସଚୀ ମାତାଙ୍କୁ ତାଙ୍କୁ ଇଏ କରିବା ପାଇଁ, ମାନେ ତାଙ୍କର ସ୍ୱାଗତ କରିବା ପାଇଁ, ମହାପ୍ରଭୁଙ୍କୁ ସ୍ୱାଗତ କରିବା ପାଇଁ, ମହାପ୍ରଭୁଙ୍କୁ ଆଲିଙ୍ଗନ କରିବା ପାଇଁ ବହୁତ ତାଙ୍କର ବନ୍ଧୁ ବାନ୍ଧବ ଆଉ ଭଗବାନଙ୍କର ମହାପ୍ରଭୁଙ୍କର ପାର୍ଷଦ ମାନେ ବି ସମସ୍ତେ ଆସି ବହୁତ ପ୍ରକାର ଜିନିଷ ନେଇକି ଆସୁଥିଲେ। ତ ଏଇ ସଚୀ ମାଙ୍କ କଥାଟା ଜଷ୍ଟ ମୁଁ ଖାଲି ଟିକେ କହିଦଉଛି। ତ ସଚିମା ରହୁଥିଲେ ଶାନ୍ତିପୁରରେ, ତାଙ୍କ ଘର ଥିଲା ଶାନ୍ତିପୁର। ସଚିମା ପାଲେଙ୍କୁଇନରେ ସେ ସମୟରେ ପାଲିଙ୍କିରେ ଆସୁଥିଲେ। ଟ୍ରାଡିସନାଲ କଷ୍ଟମ ଥିଲା ଶାନ୍ତିପୁରରୁ ପାଲିଙ୍କିରେ ଆସି ନବଦ୍ୱୀପ ମାୟାପୁର ଇଏରେ ପହଞ୍ଚିଛନ୍ତି। ଆଉ ତାଙ୍କ ସାଙ୍ଗରେ ବହୁତ ମେଡ୍ ସର୍ଭେଣ୍ଟ ଆସିଥିଲେ। ଭେରି ହାଇଲି ରିଚ୍ ଫ୍ୟାମିଲି। ଆଜିକାଲି ଆମେ ଗୋଟେ ଜମିନଦାର ବୋଲି କହୁଛି, ଜମିଦାରି। ସେ ସମୟରେ ରିଚ୍ ଫ୍ୟାମିଲିର ସମ୍ଭ୍ରାନ୍ତ ପରିବାରର ସଚୀ ମାତା ଆଚାର୍ଯ୍ୟ ବ୍ରାହ୍ମଣ ପରିବାର। ୱିଥ ପାଲିଙ୍କିନ୍ ୱିଥ ଜୁଏଲାରୀ, ଏତେ ଛୋଟ ଶିଶୁ ଜନ୍ମ ହେଇଛନ୍ତି। ଜୁଏଲାରୀ ଗାର୍ମେଣ୍ଟସ ଆଉ ଟାଇଗର ନେଲ, ବାଘ ନଖକୁ ଗୋଲ୍ଡେନ ଗୋଲ୍ଡେନ କଭରିଂ ସେଟ୍ କରିକି ବି ମହାପ୍ରଭୁଙ୍କ ପାଇଁ ସେ ନେଇକି ଆସିଥିଲେ। ସେମିତି ଅନେକ କିଛି ଜିନିଷ ସେ ନେଇକି ଆସିଥିଲେ ଭଗବାନଙ୍କୁ ସ୍ୱାଗତ କରିବା ପାଇଁ, ଅର୍ପଣ କରିବା ପାଇଁ। ଆଉ ସେଇ ସମୟରେ ସଚୀ ମାତା ଯୋଉ ନିମ୍ବ ବୃକ୍ଷ ମୂଳେ ଯୋଉ ସଚୀ ଚୈତନ୍ୟ ମହାପ୍ରଭୁ ଆବିର୍ଭୂତ ହେଇଥିଲା, ତ ଏଇ ସୀତା ଦେବୀ କଣ କଜିନ କଣ ହେବେ ଚୈତନ୍ୟ ମହାପ୍ରଭୁ ଆଉ ଆମର ଜଗନ୍ନାଥ ମିଶ୍ର ଆଉ ସଚୀ ମାତାଙ୍କର, ଯିଏ କି ଅଦ୍ୱୈତ ଆଚାର୍ଯ୍ୟଙ୍କ ଧର୍ମ ପତ୍ନୀ। ଇଏ ସେଠି ନାମକରଣ କରିଥିଲେ। ଯେହେତୁ ନିମ୍ବ ବୃକ୍ଷ ତଳେ ୟାଙ୍କର ମହାପ୍ରଭୁଙ୍କର ଆବିର୍ଭାବ ହେଇଛି, ତାଙ୍କ ନାଁ ଆଜିଠୁ ନିମାଇଁ। ହିଁ ନିମାଇଁ ନାଁ ଦେଇଥିଲେ ସୀତା ଦେବୀ। ତ ଏମିତି ଚୈତନ୍ୟ ମହାପ୍ରଭୁଙ୍କର ବି ଆବିର୍ଭୂତ ହେଇଥିଲା କେତେରେ 1486 ରେ। 1486 ମସିହାରେ। ତ ଏବେ ତମେ କାଲକୁଲେଟ କରିପାରିବ କେତେ ବର୍ଷ ହେଲା। ଗୌର ପୂର୍ଣ୍ଣିମା ଏବେ କମିଂ ମାର୍ଚ୍ଚରେ ଆସିବ। ଚୈତନ୍ୟ ମହାପ୍ରଭୁଙ୍କର ବି ଏମିତି ଆବିର୍ଭାବ ବହୁତ ଦିବ୍ୟ ଭାବପୂର୍ଣ୍ଣ, ଅତି ଉଜ୍ଜଳମୟ ଶରୀର ଦୀପ୍ତିମୟ, କାନ୍ତିକୁ ନେଇକି ସେ ଆଉ ବିଶେଷ ଭାବରେ ଏମିତି କେହି ବି ନଥିଲେ ବ୍ୟକ୍ତି ସେ ସମୟରେ ଯୋଉମାନେ କି ହରେ କୃଷ୍ଣ ନାମ ଧ୍ୱନିକୁ କରୁନଥିଲେ, ଉଚ୍ଚାରଣ କରୁନଥିଲେ। ତ ମହାପ୍ରଭୁଙ୍କର ଯୋଉ ବିଶେଷ ଯୋଉ ରହିଥିଲା ପରିପାଟି, ତାଙ୍କର ଇଚ୍ଛା ରହିଥିଲା, ନଗରେ ଆଦି ଗ୍ରାମ ସର୍ବତ୍ର ପ୍ରଚାର ହୋଇବେ ମୋର ନାମ। ଏଇ ବାଣୀଟା ସେ ତାଙ୍କର ତାଙ୍କର ଜନ୍ମ ସମୟରୁ ସେ ଷ୍ଟାର୍ଟ କରିଥିଲେ। ମିଶନ ପ୍ରଚାର ମିଶନ ଆବିର୍ଭୂତ ହଉ ହୁଁ ସେ ସମସ୍ତଙ୍କ ଯୌବନ ମୁସଲିମ ଅନ୍ୟ ବର୍ଗର ସମସ୍ତ ଲୋକମାନଙ୍କ ପାଖରେ ଏଇ ନାମ ଶୁଣିବାକୁ ମିଳିଥିଲା। ସମସ୍ତେ ନାମ ଉଚ୍ଚାରଣ କରିଥିଲେ। ଆଉ ଏ ନାମର ଧ୍ୱନି ଶୁଣି ଚୈତନ୍ୟ ମହାପ୍ରଭୁ ଆବିର୍ଭୂତ ହେଇକି ପ୍ରକାଶ ହେଇଥିଲେ। ତ ସେମିତି ଆମେ ଦେଖିବା ଲର୍ଡ କ୍ରିଷ୍ଣା ଭଗବାନଙ୍କର ବି ଆବିର୍ଭୂତ ହବାର କିଛି କାରଣ ରହିଛି। ଏଟା ଗୀତା ଆମେ ପଢୁଛେ ସବୁ ସମୟରେ। यदा यदा हि धर्मस्य ग्लानिर्भवति भारतः अभ्युत्थानम् अधर्मस्य तदात्मानं सृजामि परित्राणाय साधूनां विनाशाय दुष्कृतां धर्म संस्थापनार्थाय संभवामि युगे युगे। ହଁ ଦେଖା ଭୂତ ଭଳିଆ, ହଁ ଏବେ ଠିକ ଲାଗିଲା। ଓକେ, ତ ଭଗବାନ କୃଷ୍ଣ ବି ତାଙ୍କର ବି ଏକ୍ସପିରିଏନ୍ସ କିଛିଟା ରହିଥିଲା ପ୍ରୋଗ୍ରାମ, କୋଉଥିପାଇଁ ସେ ଏଇ ମର୍ତ୍ତ ଧାମ ଇଏକୁ ସେ ଆସୁଛନ୍ତି, ଓହ୍ଲେଇ ଆସୁଛନ୍ତି ଗୋଲୋକ ବୃନ୍ଦାବନ ତ୍ୟାଗ କରିକି ଛାଡିକି। ଏଇଟା ତାଙ୍କର ପରିତ୍ରାଣ ସାଧନା। ତ ଏଇଟାକୁ ଟିକେ ସର୍ଟଲି ମୁଁ କହୁଛି ଯେ ଏଇ ସବୁ ବିଷୟ ବସ୍ତୁ ଆମର ଶ୍ରୀମଦ୍ ଭାଗବତମର ଦଶମ ସ୍କନ୍ଧରେ ବିସ୍ତୃତ ଭାବରେ ବର୍ଣ୍ଣନା ଅଛି। ସେଥିରୁ କିଛି ଅଳ୍ପ ଆମେ ଆଜି ଚର୍ଚ୍ଚା କରିବା। ତ ଭଗବାନ କୃଷ୍ଣ ଯେତେବେଳେ ଆପିୟରାନ୍ସ ହେଲେ, ଏଇ ତାଙ୍କର ଏଇ ଯୋଉ କାରଣ ରହିଥିଲା, ସାଧୁ ମାନଙ୍କୁ ସୁରକ୍ଷା ପ୍ରଦାନ କରିବେ ଆଉ ଅସୁର ମାନଙ୍କୁ ସଂହାର କରିବେ।
ଆଉ ତାଙ୍କର ନିଜ ଭକ୍ତ ମାନଙ୍କୁ ସେ ପ୍ରେମ ଆସ୍ୱାଦନ କରାଇବେ, ତାଙ୍କୁ ସେ ସୁରକ୍ଷା ପ୍ରଦାନ କରିବେ। ସେଇଭଳି ଭାବରେ ଯେତେବେଳେ ଭଗବାନ କୃଷ୍ଣ ଆବିର୍ଭୂତ ହୁଅନ୍ତି, ଆଚ୍ଛା ଭଗବାନ କୃଷ୍ଣଙ୍କର ବର୍ଥ କୋଉଠି, ବର୍ଥ ପ୍ଲେସ୍ କିଏ କହିପାରିବେ? କୃଷ୍ଣ's ବର୍ଥ ପ୍ଲେସ୍ କିଏ ହ୍ୟାଣ୍ଡ ରେସ୍ କରିବେ କି? ହରେ କୃଷ୍ଣ, କୃଷ୍ଣ's ବର୍ଥ ପ୍ଲେସ୍, ସିମ୍ପଲ କ୍ୱେଶ୍ଚନ। ହରେ କୃଷ୍ଣ, କିଏ କହିପାରିବେ? ଏନିୱାନ୍? ଆଚ୍ଛା ହଉ ଠିକ ଅଛି। କୃଷ୍ଣ's ବର୍ଥ ପ୍ଲେସ୍ ପ୍ରାୟ ସମସ୍ତେ ବୃନ୍ଦାବନ କୁହନ୍ତି, କିନ୍ତୁ ଭଗବାନ କୃଷ୍ଣ ମଥୁରାରେ ଜନ୍ମ ହେଇଥିଲେ, ବନ୍ଦୀଶାଳାରେ। ମଥୁରାରେ ଦେବକୀଙ୍କର ଆଉ ବସୁଦେବକୁ ଯୋଉ ଜେଲ ଖାନା ଭିତରେ ରଖିଥିଲେ ଆମର କଂସ ମହାରାଜ, ସେ ଜେଲ ଭିତରେ ହିଁ ଭଗବାନ କୃଷ୍ଣ ଆବିର୍ଭୂତ ହେଇଥିଲେ, ବନ୍ଦୀଶାଳାରେ। ତ ବର୍ଥ ପ୍ଲେସ୍ ଇଜ କୃଷ୍ଣ's ବର୍ଥ ପ୍ଲେସ୍ ଇଜ ମଥୁରା। ତାପରେ ସେ ମଥୁରାରୁ ଟ୍ରାନ୍ସଫର ହେଲେ। ତ ଏଇସବୁ ବିଷୟ ବିସ୍ତୃତ ଭାବରେ ଏ ବିଷୟ ଦଶମ ସ୍କନ୍ଧରେ ବର୍ଣ୍ଣନା ହେଇଛି। ତ ଭଗବାନ ତ ଦେବକୀ ଆଉ ବସୁଦେବଙ୍କର ଯେତେବେଳେ ବିବାହ ହୁଏ, ବିବାହ ହେଇ ସାରିଲା ପରେ ଯେତେବେଳେ ବସୁଦେବ ଦେବକୀ ଆଉ ନେଇକି ଆସନ୍ତି ତାଙ୍କର ଘରକୁ, କଂସ ତ ଭାଇ ହେବେ ଦେବକୀଙ୍କର, ଜାଣିଛନ୍ତି ଆପଣ, ନେଇକି ଆସନ୍ତି ରଥରେ। ସେଇ ସମୟରେ କଣ ହୁଏ ନା, ଏଇ ଆକାଶବାଣୀ ହୁଏ, ହେ କଂସ, ତମର ଏଇ ଯୋଉ ଦେବକୀ ଭଗ୍ନୀ, ୟାଙ୍କର ଅଷ୍ଟମ ଗର୍ଭର ପୁତ୍ର ଯିଏ ହବ, ସେ ତମର କାଳ, ସେ ତମର ମୃତ୍ୟୁ ହବ। ଏଇଟା କଂସ ସେଇ ଚାରିଆଟରେ ଶୁଣିଥାଏ। ସେଇ ସମୟରେ ସେ ଦେବକୀଙ୍କର କେଶକୁ ନେଇ ତାଙ୍କୁ ଖଡଗରେ ମାରିବା ପାଇଁ, ହତ୍ୟା କରିବା ପାଇଁ ଉଦ୍ୟମ କରିଥାଏ। କିନ୍ତୁ ବସୁଦେବଙ୍କର ବିନୟ, ବସୁଦେବଙ୍କର କଥାରେ ପୁଣି କଂସ ସେଥିରୁ ଓହରି ଯାଇ, ଆଉ ବସୁଦେବ ସେ ଜାଗାରେ ପ୍ରତିଜ୍ଞା କରିଥାନ୍ତି ଯେ କଂସ, ଠିକ ଅଛି, ତମର ଯଦି ଏତେ ଭୟ ଅଛି, ତାହେଲେ ମୁଁ ପ୍ରତିଜ୍ଞା କରି କହୁଛି, ମୋର ସମସ୍ତ ପୁତ୍ର ସନ୍ତାନକୁ ମୁଁ ତମକୁ ହସ୍ତାନ୍ତର କରିବି। ତ ଏମିତି ଭାବରେ ତ ଏମିତି ଭାବରେ ଏଇ ଇଏରେ ଦେବକୀଙ୍କ ଗର୍ଭରୁ ଯେତେବେଳେ 6ଟା ପୁତ୍ରଙ୍କୁ କଂସ ସେ ମଥୁରାର ସେ ବନ୍ଦୀଶାଳାରେ ଗୋଟିକ ପରେ ଗୋଟିଏ ସେ 6 ଜଣକୁ, ସେ ଶିଳା ଅଛି, ଯାଇଥିଲେ ଆମେ କଂସଙ୍କର ବନ୍ଦୀଶାଳା, ଆଉ ତାଙ୍କର ଇଏ ୱାନ୍ ବାଇ ୱାନ୍ ସମସ୍ତଙ୍କୁ ସେ ହତ କରେ। ଜନ୍ମ ହେଲା ପରେ ପରେ ଯାଇକି କୁହନ୍ତି ଆମର ବସୁଦେବ, ଯେହେତୁ ସେ ପ୍ରତିଶ୍ରୁତି ଦେଇଥିଲେ କଂସ ମାମା କଂସ, ସେ ମୃତ୍ୟୁ ମୁଖକୁ କଂସ ତାଙ୍କୁ ଶିଳାରେ ପ୍ରହାର କରି ତାଙ୍କୁ ମୃତ୍ୟୁ ଦଣ୍ଡ ଦିଏ। ଭେରି ପେନଫୁଲ। 6ଟି ପୁତ୍ର ଦେବକୀଙ୍କର ଏମିତି କଂସ ନିହତ କରିଛି। ଯେତେବେଳେ ସପ୍ତମ ଗର୍ଭ କଥା ଆସେ, ଏଇ ସମୟରେ ଭଗବାନ ନିଜେ ଯୋଗ ମାୟାଙ୍କୁ କୁହନ୍ତି, ତାପରେ ବହୁତ ହେଇଗଲା। ତ ଯୋଗମାୟାଙ୍କୁ ନିର୍ଦ୍ଦେଶ କରନ୍ତି ଭଗବାନ, ଯେ ତମେ ଏବେ ଯାଅ, ଆଉ ଦେବକୀଙ୍କର ଯୋଉ ସନ୍ତାନ, ସପ୍ତମ ଯୋଉ ପୁତ୍ର ହବ, ସପ୍ତମ ଗର୍ଭରେ ଯିଏ ଆସିବେ, ଶେଷନାଥ ବଳରାମ, ତମେ ତାଙ୍କୁ ଦେବକୀଙ୍କ ଗର୍ଭରୁ ଟ୍ରାନ୍ସଫର କରି ଯୋଉ ବୃନ୍ଦାବନରେ ରୋହିଣୀଙ୍କ ଗର୍ଭରେ ସ୍ଥାପନ କରିବ। ଏଇ କଥା ଯୋଗମାୟାଙ୍କୁ ନିର୍ଦ୍ଦେଶ ଦିଅନ୍ତି ଭଗବାନ, ଆଉ ଯୋଗମାୟା ଯାଇ ଦେବକୀଙ୍କର ସପ୍ତମ ଗର୍ଭ ଶେଷନାଥ, ତାଙ୍କ ନାଁ, ତାଙ୍କର ନାଁ ଅଛି ସଂକର୍ଷଣ, ଆକର୍ଷଣ, ଏମିତି କଣ ଅଛି କନସେପ୍ଟ, ମାନେ ଦେବକୀଙ୍କ ଗର୍ଭରୁ ତାଙ୍କୁ ଯୋଗମାୟା ଆକର୍ଷଣ କରି ନେଇକି ରୋହିଣୀଙ୍କ ଗର୍ଭରେ ସ୍ଥାପନ କରନ୍ତି। ଆଉ ଷ୍ଟୋରି ଜାଣିଥିବେ ଆପଣ, ସେ ସମୟରେ ରୋହିଣୀଙ୍କର ଗୋଟେ କନ୍ୟା ସନ୍ତାନ ହେଇଥାଏ, ଯିଏ କି ଆମର ବସୁଦେବ ଏଇ ଯୋଉ ଟ୍ରାନ୍ସଫର, ଓକେ, ତ ଇଏ ହେଲେ ସପ୍ତମ, ତାପରେ ସପ୍ତମ ଗର୍ଭ ଏଠି ବଳରାମ ହୁଅନ୍ତି। ତାପରେ ଅଷ୍ଟମ ଗର୍ଭରେ ନିଜେ ସ୍ୱୟଂ ଭଗବାନ କୃଷ୍ଣ ଆବିର୍ଭୂତ ହୁଅନ୍ତି ଦେବକୀ ମାତାଙ୍କ ଗର୍ଭରୁ।
ଆଉ ତାପରେ ତ ଲୀଳା ରହିଛି, ଆବିର୍ଭୂତ ଜେଲ ଖାନାରେ ହୁଅନ୍ତି, ପୁଣି କଂସ ବି ଯେ ଦୁର୍ଗା ମାତା ଯେ ଯୋଗମାୟା ସେ କୁହନ୍ତି, ଟ୍ରାନ୍ସଫର କଥା ରହିଛି। ଆଉ ଅଷ୍ଟମ ଗର୍ଭରେ ଯେତେବେଳେ କୃଷ୍ଣ ହେଲା ପରେ ତାପରେ ବସୁଦେବଙ୍କୁ ବି ତାପରେ କୁହନ୍ତି, ବସୁଦେବଙ୍କୁ କହିକି ଏସବୁ ଜେଲ ଯୋଉ ଏମାନେ ସବୁ ଶୟନ କରନ୍ତି ଯୋଗମାୟାଙ୍କର ପ୍ରଭାବରେ ତ ବନ୍ଦିଶାଳା ଉନ୍ମୋଚନ ହୁଏ। ଆଉ ପୁଣି ବସୁଦେବ ଯିଏକି ନେଇଯାଇ ସେଠି ବୃନ୍ଦାବନ, ଏମିତି ଭଗବାନ କୃଷ୍ଣଙ୍କର ଦେବକୀ ମାଙ୍କ ଗର୍ଭରୁ ଏଇ ମଥୁରାରେ ବନ୍ଦିଶାଳାରେ ବେଳେବେଳେ ଆବିର୍ଭୂତ କଥା ମୁଁ ଆପଣଙ୍କୁ ଶୁଣେଇଲି। ତ ଏଇ ଯୋଉ ଶ୍ଲୋକଟା ମୁଁ କହୁଛି ଜନ୍ମ କର୍ମ ଏଟାକୁ ବହୁତ ମୁଁ ବି ଥିଙ୍କିଙ୍ଗ କଲି, ଥଟ୍ କଲି, ଜନ୍ମ କର୍ମେ ଚ ମେ ଦିବ୍ୟମ୍। ଭଗବାନ କୃଷ୍ଣ ଯେତେବେଳେ ଯୋଉ ଆବିର୍ଭୂତ ହେଲେ ଦେବକୀଙ୍କର ଶଙ୍ଖ ଚକ୍ର ଗଦା ପଦ୍ମ और फुल ऑर्नामेंट ज्वेलरी के साथ କାହିଁକି ଭଗବାନ ଆବିର୍ଭୂତ ହେଇଥିଲେ। ତ ଭଗବାନଙ୍କର ଏମିତି କୌଣସି ପ୍ରକାରର ପତି ପତ୍ନୀଙ୍କର ସହବାସରେ ତାଙ୍କର ସଂଯୋଗରେ କିଛି ଏମିତି ଏଇ ପ୍ରକାରର ଯୋଉ ଅ ଉଦରର ସହନ ଶଯ୍ୟ ପୀଡା ସହନ କରିକି ଜନ୍ମ ଆମକୁ ଯୋଉ ପ୍ରକାର ମିଳିଛି, ଭଗବାନଙ୍କର ଜନ୍ମ ସେମିତି ନୁହଁ, ତାଙ୍କର ସେଥିପାଇଁ ଟ୍ରାନ୍ସଜେଣ୍ଡାଲ ଦିବ୍ୟ ଭାବରେ ତାଙ୍କର ଜନ୍ମ ମାନେ ଆବିର୍ଭୂତ ସେ ହୁଅନ୍ତି ଭଗବାନଙ୍କ ଲୀଳା ସମ୍ବନ୍ଧରେ କରିବା। ତ ଏମିତି ଆମେ ଆଜି ଯାହା ଚର୍ଚ୍ଚା କଲେ ଭଗବାନ କୃଷ୍ଣ ଏମିତି ଆବିର୍ଭୂତ ହୁଅନ୍ତି ବନ୍ଦିଶାଳାରେ। ତାପରେ ମୁଁ ଟିକେ ୟାକୁ ଟର୍ଣ୍ଣିଂ ମୋଡ ନେବା ପାଇଁ ମୁଁ ଚେଷ୍ଟା କରୁଛି, ଚାହୁଁଛି ଯେ ଆମେ ତ ପ୍ରାୟ ଏଇ ଷ୍ଟୋରିକୁ ପ୍ରାୟ ସବୁ ବର୍ଷ ପ୍ରତ୍ୟେକ ବର୍ଷ ଆମେ ପ୍ରାୟ ଶ୍ରବଣ କରୁଛେ। ଭଗବାନ କୃଷ୍ଣ ଆବିର୍ଭାବ ହେବାର ବ୍ୟବସ୍ଥା, କିନ୍ତୁ ମୁଁ ଏବେ ଚାହୁଁଛି ଯେ ଭଗବାନ କୃଷ୍ଣ ଯେ କେତେ ତାଙ୍କର ଭକ୍ତ ବତ୍ସଳତା ଅଛି, ସେ କେତେ ଦୀନ ବତ୍ସଳତା, ଯୋଉଟା ଆମେ କହୁଛେ କୃପା ସିନ୍ଧୁ ଦୟା ସିନ୍ଧୁ କରୁଣା ସିନ୍ଧୁ, ଆମେ ତାଙ୍କର ପ୍ରାର୍ଥନାରେ ବି ଅଛି, ହେ କୃଷ୍ଣ କରୁଣା ସିନ୍ଧୁ ଦୀନ ବନ୍ଧୁ ଜଗତପତେ ଗୋପେଶ ଗୋପିକା କାନ୍ତ ଶ୍ରୀ ରାଧା କାନ୍ତ ନମସ୍ତୁତେ। ତ ଭଗବାନ କୃଷ୍ଣଙ୍କ ତ ଆପିୟରାନ୍ସ ଆମେ ପ୍ରତ୍ୟେକ ବର୍ଷ ଶୁଣି ଆସୁଛେ। ତ ଏଇଥର ଟିକେ ଆମେ ଭିନ୍ନ ଉପାୟରେ ଆମେ ଜନ୍ମାଷ୍ଟମୀକୁ ମନେଇବା। ଭଗବାନ କୃଷ୍ଣଙ୍କର ଏଇ ଯୋଉ ତାଙ୍କର ଯୋଉ ଦୀନ ବତ୍ସଳତା, ତାଙ୍କର ଯୋଉ ଭକ୍ତ ବତ୍ସଳତା, କରୁଣାର ସାଗର, କୃପା ସିନ୍ଧୁ ଦୟା ସିନ୍ଧୁ, ଏହା ଉପରେ ଆମେ ଏଇ ବର୍ଷ ଫୋକସ କରିକି ଚର୍ଚ୍ଚା କରିବା, କି ଯୋଉଟା କି ଆମର ଜୀବନର ଟର୍ଣ୍ଣିଂ ପଏଣ୍ଟ ହବ ଓ ଆମ ଜୀବନରେ ଭକ୍ତି ମାର୍ଗକୁ ଆମକୁ ଆଗକୁ ଆଗକୁ ବଢେଇ ନବ। କାହିଁକି ଦେଖନ୍ତୁ ଭଗବାନ କୃଷ୍ଣ ହଉଛନ୍ତି, ଏଇ ଶ୍ଲୋକଟା ଅଛି ଭାଗବତମରେ, ଅପକମିଂ ଇଏରେ ଟାଇମ ତ ହେଲାଣି ଚର୍ଚ୍ଚା କରିବା, ଯୋଉ ଶ୍ଲୋକ କୁ ଶ୍ରବଣ କରି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ସୁଖ ସମ୍ବାଦ ଭାଗବତଟା ଶ୍ରବଣ କରୁଛି, ବ୍ୟାସଙ୍କର ପୁଅ ସୁଖଦେବ ଗୋସ୍ୱାମୀ ଏଇ ଶ୍ଲୋକକୁ ଶୁଣି ସେ ବ୍ରହ୍ମବାଦୀରୁ ଭକ୍ତ ହେଇଯାଇଥିଲେ। ଆପଣ ଚିନ୍ତା କରନ୍ତୁ, ସୁଖଦେବ ଗୋସ୍ୱାମୀ ଯିଏ କି କେତେ ବର୍ଷରେ ଆସିଥିଲେ ବ୍ୟାସଙ୍କର ତାଙ୍କର ପତ୍ନୀ ମାଙ୍କ ନାଁ କଣ ମୋର ମନେ ନାହିଁ, 16 ବର୍ଷ 16 ଇୟର୍ସ ସେ ତାଙ୍କ ମା ଗର୍ଭରେ ରହିଥିଲେ, 16 ବର୍ଷ ବାହାରୁ ନଥିଲେ। ନ ନ ନ ମୁଁ ଏ ମୃତ୍ୟୁମୟ ସଂସାର ଜନ୍ମ ମୃତ୍ୟୁ ଜରା ବ୍ୟାଧି ପୀଡା ଜର୍ଜରିତ ସଂସାର ମୁଁ ଯିବି ନାହିଁ, ମୁଁ ଏଇ ଭିତରେ ମୋର ଠିକ ଅଛି। ତ କଳ୍ପନା କରି ଦେଖନ୍ତୁ 16 ବର୍ଷ ତାଙ୍କର ସବୁ ପୂର୍ଣ୍ଣାଙ୍ଗ ଅଙ୍ଗ ପ୍ରାପ୍ତ ହେଇଥିଲା, ସମ୍ପୂର୍ଣ୍ଣ ଭାବରେ ଶରୀର ଫୁଲ ଫ୍ଲେଜଡ ଶରୀର, ସେ ବାହାରୁ ନଥିଲେ। ଆଉ ଏଇ କଥା ବି ଭଲ ଭାବରେ ବ୍ୟାସଦେବଙ୍କୁ ଜଣାଥିଲା, ମୋ ପୁତ୍ର ବାହାରିଲା ମାନେ ଘରେ ନା ରହିବ ବନେ ପ୍ରବେଶିବ। ଆଇ ୱିଲ୍ ନଟ୍ ଷ୍ଟେ ଇନ୍ ହୋମ୍, ମୁଁ ଆଉ ଘରେ ରହିବିନି। ମାତା ପିତା ଏ ସଂସାର ମୋହରେ ମୁଁ ଜଞ୍ଜାଳରେ ମୁଁ ପଡିବି ନାହିଁ। ଆଜ୍ ସୁନ୍ ଆଜ୍ ଯେମିତି ହିଁ ମାତୃ ଗର୍ଭରୁ ବାହାରିଲା ମାନେ ମୁଁ ବନ ପ୍ରବେଶ, ବନ ଜଙ୍ଗଲକୁ ମୁଁ ପଳେଇବି। ଏଇ କଥା ବ୍ୟାସଦେବ ବି ଜାଣିଥିଲେ, ସେଥିପାଇଁ ବ୍ୟାସଦେବ ବି ଜଙ୍ଗଲ ମାର୍ଗରେ ତାଙ୍କର ବହୁତ ସୈନିକ ମାନଙ୍କୁ, ସୈନିକ ନାହିଁ ବହୁତ ଭକ୍ତ ମାନଙ୍କୁ ରଖିଥିଲେ, ଯେ ମୋ ପୁଅକୁ କେମିତି ମୁଁ ପୁଣି ଜଙ୍ଗଲରୁ ଫେରାଇ ଆଣିବି।
ଆଉ ସେଇ ଭକ୍ତ ମାନେ ବହୁତ ପ୍ରକାରର ଶ୍ଲୋକ ଇତ୍ୟାଦି ବ୍ୟାଖ୍ୟା କରୁଥିଲେ ତାଙ୍କର ଆମର ବ୍ୟାସଦେବଙ୍କୁ ସୁଖଦେବ ଗୋସ୍ୱାମୀଙ୍କର ମନକୁ ପୁଣି ଚେଞ୍ଜ କରିବା ପାଇଁ। ତ ଏଇଟା ହଉଛି ଆମର ଜୀବନର ଟର୍ଣ୍ଣିଂ ପଏଣ୍ଟ। ଯେମିତି ବ୍ୟାସଦେବଙ୍କର ସୁଖଦେବ ଗୋସ୍ୱାମୀଙ୍କ ଲାଇଫରେ ଚେଞ୍ଜ ହେଲା ପଏଣ୍ଟ, ତାଙ୍କ ଲାଇଫ ପଏଣ୍ଟ ଚେଞ୍ଜିଂ ହେଲା, ଟର୍ଣ୍ଣିଂ ପଏଣ୍ଟ ତାଙ୍କ ଜୀବନରେ ଆସିଲା। ତ ସେଇ ଶ୍ଲୋକ ଉପରେ ଆମେ ଧୀରେ ଧୀରେ ଆଗକୁ ଚର୍ଚ୍ଚା କରିବା, ଯୋଉଟା ହଉଛି ଶ୍ରୀମଦ ଭାଗବତମର ତୃତୀୟ ସ୍କନ୍ଧରେ ଏଇ ଶ୍ଲୋକ ଅଛି। ଏଇଟା ଗୋଟେ ଆଶ୍ଚର୍ଯ୍ୟ, ମୋଟା ସମୟ ନାହିଁ ହେଇଗଲାଣି। ଥାର୍ଡ କ୍ୟାଣ୍ଟୋ ସେକେଣ୍ଡ ଚାପ୍ଟର 32.32 କୁ ଓଲଟେଇ ଦିଅନ୍ତୁ। 32 କୁ ଓଲଟେଇ ଦେଲେ 23, 3.2.23 ଏଇ ଯୋଉ ଶ୍ରୀମଦ ଭାଗବତମ ଏ ଶ୍ଲୋକ ରହିଛି, ଏଇ ଶ୍ଲୋକ ଶୁଣିକି ଏଇ ଯୋଉ ସୁଖଦେବ ଗୋସ୍ୱାମୀ ଜଙ୍ଗଲକୁ ପଳଉଥିଲେ ଦୌଡ଼ିକି ଘରେ ନ ରହିକି ଆଉ ବ୍ୟାସଦେବଙ୍କର ଚେଷ୍ଟାରେ ଏଇ ଶ୍ଲୋକ ଶୁଣିଲା ମାତ୍ରେ ସେ ପୁଣି ମନେ ପକେଇଥିଲେ ଭଗବାନ ଭଗବାନ, ଓହୋ ଭଗବାନ କେତେ ଦୀନ ବତ୍ସଳ, ଭଗବାନ କେତେ ଭକ୍ତ ବତ୍ସଳ, ଭଗବାନଙ୍କର କୃପା କରୁଣା କୁ ଦୟା ସିନ୍ଧୁ କୃପା ସିନ୍ଧୁ ୟାକୁ ଚିନ୍ତନ କରି ସୁଖଦେବ ଗୋସ୍ୱାମୀ ପୁଣି ଫେରି ଆସିଥିଲେ ପ୍ରତ୍ୟାଗମନ ତାଙ୍କର ଅରିଜିନାଲ ଷ୍ଟେଜ। ସେ ଶ୍ଲୋକଟା ମୁଁ ଟିକେ ସର୍ଟଲି କହିଦଉଛି। ଅହୋ ବକୀୟଂ ସ୍ତନକାଲକୂଟଂ ଜିଘ୍ରାଂ ଶୟାୟ ପପୟତ୍ ଅପ୍ୟ ଅଶ୍ୱାଧି ଲଭେ ଗତିಂ ଧୃତ୍ୟ ଉଚିतं ତतो ଅନ୍ୟಂ କମ୍ବା ଦୟାଲୁଂ ଶରଣଂ ବ୍ରଜେମ। ଦେଖନ୍ତୁ ଲାଷ୍ଟ ପଦରେ ଅଛି ଦୟାଳୁ। ତ ଏଇ ଶ୍ଲୋକ ଶୁଣିଥିଲେ, ଆଉ ଗୋଟେ ଶ୍ଲୋକ, ଦିଟା ଶ୍ଲୋକ ଯୋଉଟା କି ଆମର ଶୁଣିଲେ ସୁଖଦେବ ଗୋସ୍ୱାମୀ ଏଇ ଭକ୍ତ ମାନଙ୍କ ପାଖରୁ ଆଉ ତାଙ୍କର ଜୀବନର ଟର୍ଣ୍ଣିଂ ପଏଣ୍ଟ ଆସିଲା। ସେ ପୁଣି ଏଇ ଭାଗବତକୁ ପରୀକ୍ଷିତ ମହାରାଜଙ୍କ ପରେ ଶ୍ରବଣ କରାଇଲେ, ଶୁଣେଇଲେ। ଆର ଶ୍ଲୋକଟା ହଉଛି ଜାଣିଥିବ 10.21.5 ରେ ଏଟା ଅଛି। बर्हा पीडम नटवर बपु कर्णयो कर्णिकारं बिभ्रद्भाषा कनक कपीशं वैजयन्ती च मालां रन्ध्रार्वेणुरधरो सुदया पूर्णयं गोपवृन्दे वृन्दारण्यं स्वपदरमणं प्राविशत् गीतकीर्तिः। ଏ ଦିଟା ଶ୍ଲୋକ ଯୋଉଟା କି ସୁଖଦେବ ଗୋସ୍ୱାମୀଙ୍କୁ ପୁଣି ତାଙ୍କର ସବୁ କିଛି ପରିବର୍ତ୍ତନ କରେ, ତାଙ୍କୁ ଏଇ ଭକ୍ତି ପଥା ଭକ୍ତି ମାର୍ଗକୁ ନେଇ ଆସିଥିଲା, ତାଙ୍କ ଜୀବନରେ ଟର୍ଣ୍ଣିଂ ପଏଣ୍ଟ ଆସିଥିଲା। ଆଉ ସେ ପୁଣି ପରୀକ୍ଷିତ ମହାରାଜ ଏ କଥା କହିଥିଲେ। ତ ଆଉ ଖାଲି 2 ମିନିଟ ମୁଁ ଗୋଟେ ସର୍ଟ କହି ଦେଖନ୍ତୁ, ଆଉ ଗୋଟେ ବିଶେଷ ମହାତ୍ମ ରହିଛି ଏଇ ଜାଗାରେ। ଆମର ଏଇ ଯୋଉ ବ୍ୟାସଦେବଙ୍କର ବି ପଥ ପ୍ରଦର୍ଶକ ଗୁରୁ ହଉଛନ୍ତି, କିଏ ଜାଣିଛନ୍ତି? ବ୍ୟାସଦେବଙ୍କର ପଥ ପ୍ରଦର୍ଶକ ଗୁରୁ ଅଛନ୍ତି, ସେ ହଉଛନ୍ତି ଇଏ ପୁତନା ବକି। ସେ ବକିଙ୍କୁ ଗୁରୁ କରିଥିଲେ ପୁତନାଙ୍କୁ। ଓହୋ ବକିୟମ ସ୍ତନ କାଳକୂଟମ୍। କାହିଁକି ନା ଏଇ କଥା ତ ଦଶମ ସ୍କନ୍ଧରେ ହେବା କଥା, କିନ୍ତୁ 3.2.23 ଏଟାକୁ ବ୍ୟାସଦେବ ରଚନା କରିଛନ୍ତି। ଦଶମ ସ୍କନ୍ଧର କଥାକୁ ତୃତୀୟ ସ୍କନ୍ଧରେ କହିଛନ୍ତି। କାହିଁକି? ଟ୍ରେଲର ଫିଲ୍ମ ଦଶମ ସ୍କନ୍ଧରେ ଅଛି, ଫୁଲ ଫ୍ଲେଜଡ ମୁଭି ଅଫ କୃଷ୍ଣ's pastimes, କୃଷ୍ଣ ଲୀଳା। ଥାର୍ଡ କ୍ୟାଣ୍ଟୋରେ ଭଗବାନ ଟ୍ରେଲର ଦେଖେଇଛନ୍ତି। କାଲି ସିନେମା ଅଛି 25 ତାରିଖ, କଣ ଅଛି ନୃସିଂହ, ମହାପ୍ରବାହ ନୃସିଂହ ଟ୍ରେଲର ଚାଲିଥିଲା। କାଲି ଫୁଲ ଫ୍ଲେଜଡ ମୁଭି ଅଛି। ଆଜି ବି ଗୁରୁ ମହାରାଜ ଆଉ ପଦ୍ମମାଳି ପ୍ରଭୁ କହୁଥିଲେ ଯେ କି ସେ ଆମର ଅହମ୍ମଦାବାଦର କିଏ ଜଣେ ଆମର ବୈଶିଷ୍ଠର ଏକ ଭଉଣୀ, ତାଙ୍କର ଶଳା ଫିଲ୍ମ ଡାଇରେକ୍ଟର ନିଜେ ମୁଭି କରିଛନ୍ତି। ଯେଉଁମାନେ ଟିକଟ ଫାଷ୍ଟ ଯାଇକି ଦେଖିପାରିଲେ ଭଲ। କାହିଁକି ଦେଖନ୍ତୁ, ଲୀଳା ଫିଲ୍ମ ପୂର୍ବରୁ ଟ୍ରେଲର, ଏଇଠି ଭାଗବତମରେ ବି ଅଛି ସେ କଥା। ଆଉ ଆମେ ଯୋଉ ପଢୁଛି ବି ଏଇଟା, ସେ ଗୀତ କଣ ଆମର ଅଛି? ଇତି ଦ୍ୱକ୍ଷଲୀଳାଭିରାନନ୍ଦ କୁଣ୍ଡେ ସୁଘୋଷମ ନିମଜ୍ଜନ୍ତ मख्यापयंतम। सुघोषम, घोषम मीन्स घोषणा करना, घोषणा पहले से डिक्लेरेशन दे दिए भगवान इन थर्ड कैंटो। थर्ड कैंटो रे व्यासदेव डिक्लेयर कर देले, ओहो बकीयम स्तन कालकूटम।
तो ये बकी जो पूतना जी की मातृ माँ वेश धारण कर भगवान कृष्ण को मारिया ताकू केमती भगवान दीन वत्सलता तंकर भक्त वत्सलता तंकर करुणा कृपा दया सिंधु हाँ सिंधु अच्छे आम सिंधु जगन्नाथपुरी समुद्र अच्छे से केवल सिंधु हाँ से सिंधु केबे भी तार सीमा को लंघन करि परिबो नाही बाउंड्री अछि तार नेवर ओवरकम इट्स लिमिट्स बैरियर किंतु भगवान एते कृपा सिंधु दया सिंधु करुणार सिंधु ये भगवान तांकर कृपा सिंधु करुणा सिंधु बल तांकर लिमिट को पार करि गले आउ मोर आपको कुछ देखिबार नाही से मते मारिया पे आसी काल कुट विष नै करी के बकी पूतना किंतु मु ताकू मातृगति प्रदान करी एई भलिया दयालु भगवान किए अछि यही श्लोक जो शुणी सुखदेव गोस्वामी हाँ लाइफ टर्निंग पॉइंट आसाला तो मुझे भाव में तो मथुरा देश अन्य प्रपोजाल प्लानिंग थिला सीरीज सेशन मुझे भाव में प्रस्तुत करी जो थे कि आम आकु आकु देखा केमी भगवान कृष्णकर ये दया सिंधु कृपा सिंधु केते परिमाण रे मुझे कहली ओशन तार लिमिट सीमा को लंघन कर भगवान कृष्ण सबकि पार कर मात्रा निज माँ मातृठू भी उच्च गति देदेले परम गति प्राप्त कराइले जो आमर केते प्रकार जो अच्छी मुक्ति हाँ, मने पकेबा पांच प्रकार जो मुक्ति अच्छी सालोक्य सामीप्य षष्ठी साजुज्य वो निज लोक बासना निज लोक स्थान दे पूतना कहीं देले पर पश्चात हरे कृष्णा जय कौन बकी पूतना भक्त पूतना की जय भगवान श्री कृष्ण की जय पतितपावन जगत कृष्ण की श्री गुरुदेव की समवेत जुम जैन भक्त वृंद की निताई गौर आनंदे हरि हरि हरे हरे कृष्ण तो प्रभु जी मैं विशेष धन्यवाद दवा तो सीरीज चलो प्रभु जी कहते जमी कि आमे केते जानी छे सेटा महत्व रखेनी कहीं आम पाखे बहुत इनफॉरमेशन अच्छी आमती गोटे लोक को डायरिया हो जाए तार पेट खराब हो जाए आम एत इनफॉरमेशन पाई जाइए आमको डायरिया हो जाए इनफॉरमेशन डायरिया किंतु रियल ट्रांसफॉर्मेशन से हम श्रवण करवा श्रवण कर मनोभाव सेवा मनोभाव नहीं कि आम श्रवण करवा से ही जन जीवन में परिवर्तन आसो तो समस्ते सब किसी जानते आज इंटरनेट रे मारदेले केते सब गुह्यतम लीला बाहर हो जे आम जानी पारिबानी किंतु परिवर्तन से गोटे शब्द भी गोटे लोकर जीवन को परिवर्तन कर दे पारिबो जेतेबेले से सूत्रीय परंपरा रे हमको प्राप्त होछि तो जेमति गुरु महाराज इत्यादि निष्ठा पर भगवान कर शुद्ध भक्त रहिले तो गुरु महाराज अनुगत जो माने रहिले तो तो तांकटो हम श्रवण करवा सेतेबेले परिवर्तन आसीबो आमे सब कहया पय उत्साह अछंती नो डाउट सेटा भलो भगवान कर गुणानुवर्तन करवा किंतु पूर्व श्रवण करथिया दरकार तो आम श्रवण कर प्रभु आमको बहुत सुंदर अवसर प्रदान कर प्रभु जी आम प्रभु जी को धन्यवाद ज्ञापन करने आम समस्ते थर टी अनम्यूट करके हरे कृष्ण महामंत्र उच्चारण करवा आम विराम देवा सेशन को तो समस्ते उच्चारण कर बेले हरे हरे कृष्ण 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 हरे कृष्ण 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 हरे 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 राम हरे राम राम हरे राम 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 हरे राम हरे 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 दीदी दीदी को कमेंट्स हरे दिले क्या श्री कौन श्रीपाद पदे वल्लभ गंगा कर प्रभु की पदे दीपद किसी शॉर्ट्स कमेंट्स का केमती लागिला मु तो ड्रामेटिक वे रे कहूस ता कोन केमती लागिला फीलिंग्स किसी शॉर्ट कमेंट्स गोटे मिनिट प्रमोद प्रभु आपण कहतु आपण तो श्रवण करथिले बहुत सुंदर भाव आपण अनम्यूट करी कहतु अन्य माने भी अनम्यूट करी कहि पारि कृष्ण कवि दंडक प्रणाम दंडक प्रणाम निश्चय बहुत बधाई जाइन प्रभु कृष्ण विषय गोटे जन्माष्टमी आगु आसी जाओ गोटे भाव उत्पन्न है बहुत भल लगे प्रभु जी दंडक प्रणाम हम्म।
हरे कृष्ण प्रभु जी दंडवत प्रणाम। प्रभु जी आमे एमिति धन्यवाद। पढ़ुଛନ୍ତି जोटा कि लीला खाली जानुଛନ୍ତି କିନ୍ତୁ प्रभु जी लीला କହିବା ସହିତ ତାମାନେ ତତ୍ତ୍ୱ ସବୁ କହିଲେ କାହିଁକି ଭଗବାନ ଆବିର୍ଭାବ। ओके ठीक अच्छे अपकमिंग मुवी चेष्टा करी जदिव मोर सेमती क्वालिफिकेशन से भाया गुण को लीला को आस्वादन कर हृदय धारण करी से भाव में व्याख्या करवा एक्सप्रेस करवा से क्षमता मोर ना तभी मुझे चेष्टा करी समस्त चेतना आओ मन निम्ति कृष्ण रेफरेन्स लगी रो भगवान को कृपा आशीर्वाद हमको प्राप्त हो ମୁଁ ଚେଷ୍ଟା କରିବି ତ ସିରିଜ ଭିତରେ ମୁଁ ତ ବହୁତ ବ୍ୟସ୍ତ ରହୁଛି ମତେ ମୁଁ କହୁଛି ସେ ବି ଯଦି ମଝିରେ ଗୋଟେ ସିରିଜ ମ୍ୟାନେଜ କରିଦେବେ ମୁଁ ଟିକେ ସୁବିଧା ହବ। ହରେ କୃଷ୍ଣ ओके हरे कृष्ण। श्रीपाद बिल्ला मंगल ठाकुर प्रभु जी की जय। श्रील प्रभुपाद की जय। गौर अक्कल प्रेमानंद। कृपा सिंधु पतितानंद पावनेभ्यो वैष्णवेभ्यो नमो नमः। अनंत कोटि वैष्णव की जय। जय। प्रभुपाद की जय। हृदय गौर प्रेमानंदे हरे हरे। हरे कृष्ण।